ମାନେ ଆପଣ ନାଁରେ କୁହନ୍ତୁ। ବିରଞ୍ଚି ନାରାୟଣ ରଥ, ଘର ଜଗତସିଂହପୁର, ଝଙ୍କଡ଼ ସାରଳା ପୀଠ, ଗ୍ରାମ ପୁଟିଂ ଖଡ଼ିପଡ଼ିଆ। ମୁଁ ଏଇଠି ଭୁବନେଶ୍ୱରରେ ଲକ୍ଷ୍ମୀସାଗର ଏଇ ଯେଉଁ ଫେଜ୍ 2ରେ ଏଠି ଗଣେଶ ମନ୍ଦିର ପ୍ରତିଷ୍ଠା କରିବାକୁ ଆସିଛି। ଆଜିକାଲି ନୂଆମାନେ ବ୍ୟବସାୟ କଲାନି, ପୂଜା କାମ କମ୍ କିନ୍ତୁ ବ୍ୟବସାୟ ବେଶୀ। ସେଇଟା ତ ଆମେ ତ ସବୁବେଳେ ଆମେ ବ୍ରାହ୍ମଣଙ୍କୁ ଦେବତା ବୋଲିକିରି ଆମେ ଚିନ୍ତା କରୁ। ଆମେ କ'ଣ ଜଗତରେ ତ ସମସ୍ତେ ସେମିତି ବ୍ରାହ୍ମଣଙ୍କୁ ଦେବତା ବୋଲି ଚିନ୍ତା କରନ୍ତି। ସେଇଥିପାଇଁ କଥାର ଅଛି ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗତ୍ ହିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ସବୁବେଳେ ବ୍ରାହ୍ମଣ ବିଶ୍ୱର ବା ସମାଜର ମଙ୍ଗଳ ଚିନ୍ତା ହିଁ କରନ୍ତି। ଏଇ ଯେଉଁ ଆପଣଙ୍କର ଏଇ ଯେଉଁ ପ୍ରଶ୍ନଟି ଆସିଲା, କିଛିଟା ଆପଣ ଜାଣିଛନ୍ତି ଅପଭ୍ରଂଶ ହେଇଛି ବୋଲିକି ଆପଣ ପଚାରିଛନ୍ତି କହିଛନ୍ତି, କିନ୍ତୁ ଆମେ ଯିଏ ଯାହା କଲା ଆମେ ସେଗୁଡ଼ାକ ଚିନ୍ତା କରୁଛୁ। ସବୁବେଳେ ଆମେ ଚିନ୍ତା କରିବା ଆମେ କ'ଣ କରିପାରିବା, ଆମେ କେତେ ବିଶ୍ୱର ମଙ୍ଗଳକୁ ଚିନ୍ତା କରିବା। ଆମେ ବ୍ରାହ୍ମଣ ବିଶ୍ୱର ମଙ୍ଗଳ ଚିନ୍ତା କରିକି ଆମେ ବାହାରିଥାଉ। ଯଜମାନଙ୍କର ମଙ୍ଗଳ ଚିନ୍ତା କରିବା, ବିଶ୍ୱର ମଙ୍ଗଳ ଚିନ୍ତା କରିବା ହେଲା ଆମର କର୍ତ୍ତବ୍ୟ। ତେଣୁ ଆମେ ସେଇ ଚିନ୍ତାଧାରା ନେଇକରି କାମ କରିଥାଉ। କିଏ କ'ଣ କଲା ଆମେ ତାକୁ ନନା ଯେଉଁ ପୂଜା କାମ କରନ୍ତି, ଆଗରୁ ଯେଉଁ ପୂଜା ଏବେ ପୂଜା ଗୋଟେ ସ୍ୱର ରହିଗଲାନି। ଆଗରୁ ପୂଜାର ମନ୍ତ୍ରଟା ସ୍ୱର ବୋଲିକି ପୁରା ସୁର ଚାଲିଲାନି, ଆଧୁନିକ ଭଳିଆ ସ୍ୱର ଚାଲିଲାନି। ମାନେ କ'ଣ କହିବା ସ୍ୱର ଲୟ ସେଇଟା ଗୋଟେ କଥା ହେଉଛି କ'ଣ, ଯାହାର ଭାବ ଗୋଟେ ଜିନିଷ, ଏଇଟା ହେଉଛି ଗୋଟେ ଭାବର ଜିନିଷ। ଏ ଯେଉଁ ଗାନ୍ଧାର୍ବ କଳା, ଏ ଯେଉଁ ମନ୍ତ୍ର ଆଗରୁ ଯେଉଁମାନେ ମନ୍ତ୍ର ଉଚ୍ଚାରଣ କରୁଥିଲେ ସେ ମନ୍ତ୍ର ଅଛି, ବର୍ତ୍ତମାନ ସେଇ ମନ୍ତ୍ର ବି ଅଛି। ଆମେ ସେଇ ମନ୍ତ୍ର ପଢ଼ୁଛେ। ଆଜିକାଲି ଯେଉଁ ଆପଣଙ୍କ ମନରେ ରହିଲା ଏଇ ଯେଉଁ ଧ୍ୟାନ ସୂତ୍ର ଗୁଡ଼ାକ ସବୁ ସ୍ୱର ଲୟ ହେଇଛି, ଏଗୁଡ଼ାକ ସବୁ ଧ୍ୟାନ ସୂତ୍ର ଆଗ କାଳରେ ଏତେ ବାହାରି ନଥିଲା। ଆଗ କାଳରେ ଏତେ ସବୁ ଧ୍ୟାନ ସୂତ୍ର ବାହାରି ନଥିଲା। ବର୍ତ୍ତମାନ ତାକୁ ମଡ଼ିଫିକେସନ୍ କରାଯାଇକରି ଯୁଗ ପରିବର୍ତ୍ତନ ଅନୁସାରେ ମଡ଼ିଫିକେସନ୍ କରାଯାଇକି ଧ୍ୟାନ ସୂତ୍ର ସବୁ ବାହାର କରାଯାଇଛି। ଯେଉଁମାନେ ବା ଜ୍ଞାନୀ ପଣ୍ଡିତମାନେ ସବୁ ଲେଖିଛନ୍ତି, ଆମେ ବି ତାକୁ ଲେଖିନୁ, ସେଇଟା ସବୁ ଜ୍ଞାନୀ ପଣ୍ଡିତମାନେ ହିଁ ଲେଖିଛନ୍ତି। ଆମେ ସେଇଆକୁ ସମାଜକୁ ଅନୁସରଣ କରିକି ଲୋକମାନଙ୍କୁ କେମିତି ସ୍ମୃତି ମଧୁର କରାଯିବ, ସେଥିପାଇଁକି ଆମେ ଏଇଟା ସ୍ମୃତି ମଧୁର ଜିନିଷ ଲୋକମାନଙ୍କ ଭିତରେ ଗୋଟେ ଭାବ ପ୍ରକାଶ ଆଣିବା ପାଇଁକି ଆମେ ତାକୁ ସ୍ୱରଲୟ ଟିକେ ଦେଉ। ସ୍ୱରଲୟ ଦେଲେ ଲୋକମାନଙ୍କ ଭିତରେ ଭାବ ପ୍ରକାଶ, କାହିଁକି ନା ବର୍ତ୍ତମାନ ସମାଜରେ ଯେଉଁ ଯଜମାନ ବା ଯେଉଁ ଲୋକମାନେ ଅଛନ୍ତି ସବୁ ବ୍ୟସ୍ତବହୁଳ ଜୀବନତା। ସମସ୍ତେ କେମିତି ଆମେ କାମ କରିବା, ପଇସା ରୋଜଗାର କରିବା, ଖାଇବା, ଆମେ ନିଜେ ଘର ଦ୍ୱାର କରି ଭଲରେ ରହିବା, ବାସ୍ ମଙ୍ଗଳ ଚିନ୍ତା ଆଉ କିଛି ନଥାଏ। ତେଣୁ ଏଇ ଯେଉଁ ଆନୁଷ୍ଠାନିକ କାର୍ଯ୍ୟକ୍ରମ ସବୁ କରାଯାଉଛି, ଯେମିତି ଗୋଟିଏ ମନ୍ଦିର ପ୍ରତିଷ୍ଠା ଏଇଠି କରାଯାଉଛି, ଗୋଟେ ଭଲ କାମ କରାଯାଉଛି। ଯେଉଁ ଭାଇମାନେ ବି ଆମର କର୍ତ୍ତା ସହିତ ଯେଉଁ ଭାଇମାନେ ସବୁ କରୁଛନ୍ତି, ସେମାନଙ୍କର ହାତରେ ଏଇ ଯେଉଁ ଜିନିଷଟି ହେଉଛି ମଙ୍ଗଳ କାର୍ଯ୍ୟକ୍ରମ, ସେଇମାନଙ୍କୁ ଆମେ ତାଙ୍କ ଭାବଟାକୁ ଆଉ ଟିକେ ଅଧିକ ବଢ଼ାଇବା ପାଇଁକି ଆମେ ଏଇଟିକୁ ସ୍ୱରଲୟ ଟିକେ କରିଦେଇଥାଉ। କେବଳ ଭାବରେ ହିଁ ଦେବତା ଆସିଥାନ୍ତି। ଦେବତାଙ୍କୁ କେହି ଦେଖିନାହାନ୍ତି କି କେହି ତାଙ୍କୁ ଖୁଆଇ ପାରିବେନି କି କେହି ଆଣିକି ଦେଖିବେନି। କେବଳ ଗୋଟେ ଭାବ ଆଉ ଭକ୍ତିର ଜିନିଷ ଇଏ ହେଉଛି।